ରାଉରକେଲା ଫରେଷ୍ଟ ଡିଭିଜନ ରାଉରକେଲା ଫରେଷ୍ଟ ଡିଭିଜନ ପକ୍ଷରୁ 77ତମ ମେଗା ବନ ମହୋତ୍ସବ। ରାଉରକେଲା ଫରେଷ୍ଟ ଡିଭିଜନ ପକ୍ଷରୁ 77ତମ ବନ ମହୋତ୍ସବ 2026 ଗତ 6 ତାରିଖରେ ଏକ ପେଡ଼ ମା କେ ନାମ କାର୍ଯ୍ୟକ୍ରମ ଲାଠିକଟାଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବନ ମହୋତ୍ସବ କାର୍ଯ୍ୟକ୍ରମରେ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲା ବେଳେ ସମ୍ମାନିତ ଅତିଥି ରୂପେ ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକ, ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ରଞ୍ଜିତ ନାୟକ, ରାଉରକେଲା ଇସ୍ପାତ କାରଖାନାର ଡିଆଇସି ଆଲୋକ ବର୍ମା, ରାଉରକେଲା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ରାମସ୍ୱାମୀ ପି, ରାଉରକେଲା ଏନ୍ଆଇଟିର ନିର୍ଦ୍ଦେଶକ ପ୍ରଫେସର କେ ଉମା ମହେଶ୍ୱର ରାଓ, ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ରଙ୍କ ସମେତ ବଣାଇ ଡିଓପୋ ଯଶବନ୍ତ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ ବୃକ୍ଷରୋପଣ ସ୍ଥଳ ପରିଦର୍ଶନ କରି ଏକ ପେଡ଼ ମା କେ ନାମ ବୃକ୍ଷରୋପଣ ଅଭିଯାନରେ ନିଜକୁ ସାମିଲ କରିଥିଲେ। ଏଥିସହ ସ୍ଥାନୀୟ ଜନସାଧାରଣ, ସ୍କୁଲ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରି ପରିବେଶକୁ ସଂରକ୍ଷଣରେ ଅଧିକ ଅଂଶଗ୍ରହଣକୁ ସେ ଉତ୍ସାହିତ କରିଥିଲେ। 2026-27 ବର୍ଷ ପାଇଁ ରାଉରକେଲା ବନ ବିଭାଗକୁ ସମ୍ପୂର୍ଣ୍ଣ ସବୁଜ କରିବା ଲକ୍ଷ୍ୟ ନେଇ ଜୈବ ବିବିଧତା ସଂରକ୍ଷଣ ଏବଂ ସ୍ଥାୟୀ ବନ ପରିଚାଳନାକୁ ପ୍ରୋତ୍ସାହିତ କରିବା ପାଇଁ 14,60,000 ଚାରା ବଣ୍ଟନ ଏବଂ 3,20,000 ବୃକ୍ଷରୋପଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ରାଉରକେଲା ଫରେଷ୍ଟ ଡିଭିଜନ ପକ୍ଷରୁ ଏହି 77ତମ ମେଗା ବନ ମହୋତ୍ସବ ଲାଠିକଟା ସ୍ଥିତ ନାଇନି ଟୁଙ୍ଗୁରୀ ନିକଟରେ ଅନୁଷ୍ଠିତ ହୋଇଥିଲା। ରାଉରକେଲା ଫରେଷ୍ଟ ଡିଭିଜନର ଡିଓପୋ ରବିକାନ୍ତ ମୀନାଙ୍କ ମାର୍ଗଦର୍ଶନରେ ଏହି କାର୍ଯ୍ୟକ୍ରମଟି ବେଶ୍ ସୁରୁଖୁରୁରେ ସମ୍ପନ୍ନ ହୋଇଥିଲା। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି, ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।